ବିବାଦ କିଏ କରୁଛି ଯେତେ ସାହିତ୍ୟିକ ତ ସପୋର୍ଟ କରୁଛନ୍ତି ବିବାଦ କିଏ କରୁଛି ଆପଣ ଜାଣିଛନ୍ତି ମୁଁ ଜାଣିଛି ଗୋଟେ ଓଡ଼ିଶାର ଗୋଟେ କାଳଜୟୀ ଉପନ୍ୟାସକୁ ନେଇକି ମୁଁ ଚଳଚ୍ଚିତ୍ର କରିଛି ମୁଁ କନସସ୍ ସେଥିରେ ଓଡ଼ିଆ ସଂସ୍କୃତି ଓଡ଼ିଶା ଭାଷାକୁ ନେଇକରି ମୁଁ ସବୁବେଳେ ତିଆରି କରେ ଏବଂ ନିଶ୍ଚୟ ଆପଣମାନଙ୍କୁ ସମସ୍ତଙ୍କୁ ଭଲ ଲାଗିବ ସେ ବିବାଦରେ ରହିଛି ତାପରେ ଯେହେତୁ ଏଇଟା ଗୋଟେ ବଡ଼ ଚଳଚ୍ଚିତ୍ର କିଛି ଚରିତ୍ର ତ ଏଡ୍ ହେବେ କିଛି ଆଚ୍ଛା ଗୀତ ଅଛି ଗୋଟେ ଦିନ କିନ୍ତୁ ଗୀତ ହେଉଛି ଆମର ପୁରା ଲୋକଗୀତ ଚଢ଼ିଆ ଚଢ଼ିଆଣି ଘୋଡ଼ା ନାଚ ଯେଉଁ ଆମର ପରମ୍ପରା ସଂସ୍କୃତି ଅଛି ସେଇଟା ଦିଆହେଇଛି କିନ୍ତୁ କାହାଣୀ ସମ୍ପୂର୍ଣ୍ଣ ଭାବରେ ସେୟା ରଖାହେଇଛି ଆଉ ଆପଣମାନେ ଦେଖିବେ ନିଶ୍ଚୟ ଭଲ ଲାଗେ କଣ୍ଟ୍ରୋଭର୍ସିଟା କିଏ ତିଆରି କରୁଛି ଆପଣମାନେ ଜାଣିଛନ୍ତି ଆଚ୍ଛା ଆମ ଓଡ଼ିଆ କ୍ଲାସିକ୍କୁ ନେଇକରି ଫିଲ୍ମ ତିଆରି ହେବା ଦରକାର ତେବେ ଯାଇ ଆମ ଫିଲ୍ମ ସର୍ବଭାରତୀୟ ସ୍ତରରେ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିବ ଆମର ଯେଉଁ କାଳଜୟୀ କାହାଣୀ ସବୁ ଅଛି କାଳଜୟୀ ଷ୍ଟୋରି ଅଛି ତାକୁ ନେଇକି ସିନେମା କରିବା ଦରକାର ଆମର ପଡ଼ୁଛି ଆଉ ଯେତେବେଳେ ଜଣେ ତିଆରି କରୁଛି ସେତେବେଳେ ଅଯଥା ଗୋଟେ ବିବାଦ ସୃଷ୍ଟି କରାହେଉଛି ସେ ବିବାଦ ଭିତରେ ମୁଁ ନାହିଁ ବଡ଼ ସିନସିୟରଲି ମୁଁ ଫିଲ୍ମ ତିଆରି କରେ ମୋର ଯଦି ଫିଲ୍ମୋଗ୍ରାଫି ଆପଣ ଦେଖିବେ ଏବଂ ଯେତେ ଫିଲ୍ମ ତିଆରି କରିଛି ପ୍ରାୟ ସର୍ବଭାରତୀୟ ସ୍ତରରେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ପାଇଛି ଓଡ଼ିଆ ସଂସ୍କୃତି ଭାଷା ପରମ୍ପରାକୁ ନେଇକରି କରେ ମୁଁ କିଏ ଗୋଟେ କାଲି ପଚାରୁଥିଲା ଆପଣ ଫିଲ୍ମରେ ଗୀତ ଅଛି ହଁ ଗୀତ ଅଛି କିନ୍ତୁ ଚୈତି ଘୋଡ଼ା ଗୀତ ଅଛି ଦଣ୍ଡ ଗୀତ ଅଛି ଓଡ଼ିଶା ପରମ୍ପରାର ଗୀତ ଅଛି କାରଣ ଗୀତକୁ ନେଇକରି ଚଳଚ୍ଚିତ୍ର ଗତିଶୀଳ ହୁଏ ତେଣୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି ଗୋଟେ ମୁଁ ଭଲ ଫିଲ୍ମ ତିଆରି କରିବା ପାଇଁ ପ୍ରାୟ 25 ବର୍ଷ ତଳେ ରାଣ୍ଡି ପହନ୍ତାକୁ ନେଇକି ଗୋଟେ ଫିଲ୍ମ କରିଥିଲି ଟେଲିଫିଲ୍ମ ଯେଉଁଟା ଆଜି ବି ଚର୍ଚ୍ଚିତ ହେଇକରି ଅଛି ଆଜି ବି ଟେଲିଭିଜନରେ ଆସୁଛି ଏବଂ ଲୋକେ ପସନ୍ଦ କରୁଛନ୍ତି ଏବଂ ମୁଁ ଭାବୁଛି ଏ ଫିଲ୍ମ ବି ଲୋକଙ୍କୁ ବହୁତ ଭଲ ଲାଗିବ ନାଇଁ ସେଇଟା ଆପଣମାନେ ଯେଉଁମାନେ ଇଣ୍ଟେଲେକ୍ଚୁଆଲ ଲୋକ ବହୁତ ସାହିତ୍ୟିକ ମାନେ କହୁଛନ୍ତି ଏଇଟା ହେଉଛି ଗୋଟେ ବିଶେଷଣ ଗୋଟେ ରୂଢ଼ି ଏଇଟା କେଉଁ କାଳରୁ ଚାଲି ଆସିଛି ଏବଂ ଫକୀର ମୋହନ ଯେଉଁଟା ଲେଖି ଯାଇଛନ୍ତି ସେଇଟା ସବ୍ୟସାଚୀ ମହାପାତ୍ରକୁ ଚେଞ୍ଜ କରିବା ପାଇଁ କାରଣ ତାଙ୍କ ଇଏରେ ଆଧାର କରି କରିছে ତାପରେ କ୍ଲାସ୍ କୋର୍ସ ଅଛି ଅକ୍ଷୟ ମହାନ୍ତି କରିଛନ୍ତି ଗୀତ ବର୍ତ୍ତମାନ ବି ସେଇଟା ଚାଲିଛି ତେଣୁ ଏଇଟା ଗୋଟେ ବାଦ ବିବାଦ କରାଯାଉଛି କିନ୍ତୁ କିଛି ବିବାଦ ନାହିଁ କୁହାଯାଉଛି ସେତେବେଳେ ଗୋଟେ ରାଣ୍ଡିର ଅର୍ଥ ଅଲଗା ଥିଲା ବର୍ତ୍ତମାନ ଏବେ ଗୋଟେ ରାଣ୍ଡିର ଅର୍ଥ ସବୁବେଳେ ଶବ୍ଦକୁ ଆପଣ ଯେମିତି ପ୍ରୟୋଗ କରିବେ ସେମିତି ଅର୍ଥ ବାହାରିବ ୟାକୁ ସମ୍ମାନର ସହିତ ନିଆହେଇଛି ରାଣ୍ଡିପ ଅନନ୍ତା ଗୋଟେ ସେ ବାଜି ରାଉତ ଧର୍ମା ଭଳିଆ ଗୋଟେ ଚରିତ୍ର ତେଣୁ ସେଇଟା ଗୋଟେ ସମ୍ମାନର ଚିତ୍ର ପ୍ରଶ୍ନ ଉଠୁନି ମୁଁ କିଏ କରିବା ପାଇଁ ସେନ୍ସର ବୋର୍ଡକୁ ଯାଇନି କିନ୍ତୁ ସେନ୍ସର ବୋର୍ଡକୁ ଯିବା ପୂର୍ବରୁ ମାନେ ବିବାଦ କରୁଛନ୍ତି ତ ଆପଣଙ୍କ ଫିଲ୍ମ ଉପରେ କିଛି ପ୍ରଭାବ ପଡ଼ିପାରିବ ନା କିଛି ପ୍ରଭାବ ପଡ଼ିବନି କିଛି ପ୍ରଭାବ ପଡ଼ିବନି କାରଣ ଯେଉଁଟା ସତଟା ସତ ଯେଉଁଟା ହେଇଛି ଯେଉଁଟା ଗୋଟେ କାଳଜୟୀ ଉପନ୍ୟାସ ଏତେ ବର୍ଷ ହେଲା ରହିଆସିଛି କ୍ଲାସ୍ କୋର୍ସରେ ପଢ଼ା ହେଇଛି ଆମେ ପିଲାବେଳୁ ପଢ଼ି ଆସିଛୁ ମୁଁ ନିଜେ ସେ ଉପରେ ଫିଲ୍ମ କରିଛି ଦୂରଦର୍ଶନ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆରେ ଚାଲିଛି ବର୍ତ୍ତମାନ ଆଜ୍ଞା ନା ସେଇ କାହାଣୀ ତାପରେ ଯେହେତୁ ଏଇଟା ଗୋଟେ ବଡ଼ ଚଳଚ୍ଚିତ୍ର କିଛି ଚରିତ୍ର ତ ଏଡ୍ ହେବେ କିଛି ଆଚ୍ଛା ଗୀତ ଅଛି ଗୋଟେ ଦିନ କିନ୍ତୁ ଗୀତ ହେଉଛି ଆମର ପୁରା ଲୋକଗୀତ ଚଢ଼ିଆ ଚଢ଼ିଆଣି ଘୋଡ଼ା ନାଚ ଯେଉଁ ଆମର ପରମ୍ପରା ସଂସ୍କୃତି ଅଛି ସେଇଟା ଦିଆହେଇଛି କିନ୍ତୁ କାହାଣୀ ସମ୍ପୂର୍ଣ୍ଣ ଭାବରେ ସେୟା ରଖାହେଇଛି ଆଉ ଆପଣମାନେ ଦେଖିବେ ନିଶ୍ଚୟ ଭଲ ଲାଗେ ଆପଣ ତ ଆଗରୁ ବହୁତ ଫିଲ୍ମ ହେଇଛି ଯେହେତୁ ଏ ଫିଲ୍ମକୁ ନେଇକି ବିବାଦ ହେଉଛି ସେ ଡିଷ୍ଟ୍ରିକ୍ଟ ଡିଷ୍ଟ୍ରିକ୍ଟ ନେଇକି ଏବେ ଶୁଣନ୍ତୁ ବିବାଦ କିଏ କରୁଛି ଯେତେ ସାହିତ୍ୟିକ ତ ସପୋର୍ଟ କରୁଛନ୍ତି ବିବାଦ କିଏ କରୁଛି ଆପଣ ଜାଣିଛନ୍ତି ସେଇଟା ମୁଁ କେମିତି କହିବି
କରୁଛନ୍ତି କିଛି ଜଣ ବିବାଦ କିନ୍ତୁ ମୁଁ ସ୍ଥିର ମୁଁ ଜାଣିଛି ଗୋଟେ ଓଡ଼ିଶାର ଗୋଟେ କାଳଜୟୀ ଉପନ୍ୟାସକୁ ନେଇକରି ମୁଁ ଚଳଚ୍ଚିତ୍ର କରିଛି ମୁଁ କନସସ୍ ସେଥିରେ ଓଡ଼ିଆ ସଂସ୍କୃତି ଓଡ଼ିଶା ଭାଷାକୁ ନେଇକରି ମୁଁ ସବୁବେଳେ ତିଆରି କରେ ଏବଂ ନିଶ୍ଚୟ ଆପଣମାନଙ୍କୁ ସମସ୍ତଙ୍କୁ ଭଲ ଲାଗିବ ସେ ବିବାଦରେ ରହିଛି ସମୟ ଆସୁ ଦେଖିବା ମୋତେ ଲାଗୁନି ସେମାନେ କରିପାରିବେ ବୋଲି କାରଣ ଏଠି ଯେ କ୍ଲାସିକ୍ ନାହିଁ।